ଏଇ ରାଲିକି ମୁଁ ଆସେ, ଆଉ କେତେବେଳେ ଆସେନି। ରାଲିରେ ହିଁ ବିକେ, ନଡିଆ ବେପାର କରୁଛି। କଣ ସଦାବେଳେ ଅଭାବ ରହିଲେ, ରୋଗଣା ହେଇକି ଗୋଟେ ଲୋକ ରହିଲେ ଅଭାବ ପଡିବନି। ଶାଶୁ 100 ବର୍ଷର ଶାଶୁ ରୋଗଣା, ସ୍ୱାମୀ ରୋଗଣା, 2 ଜଣ ରୋଗଣା ହେଲେ ମୁଁ ନ ବେପାର କଲେ ମୋ ବଞ୍ଚିବି କୋଉଠୁ? କିଏ ଦବ ମତେ? ଘରେ ଝିଅ ମାନେ ବାହା ହେଇ ଯାଇଛନ୍ତି 2ଟା, ଆଉ ଶାଶୁ ଚାଲିଗଲେ 1.5 ବର୍ଷ ହେଲା। ସ୍ୱାମୀ 5 ବର୍ଷ ହେଲା ଚାଲିଗଲେ। ଆମେ ମା ପୁଅ। ପୁଅ ପଢୁଛି, ତାର ବ୍ରେକ୍ କରିକିରି ଗୋଟେ କମ୍ପାନୀରେ କାମ କରୁଛି। ତା ପଢା ପଇସା ପାଇଁ ଡିପ୍ଲୋମା ପଢୁଛି। ପୁଅ ବି ଯୋଉ କାମ କରୁଛି ତା ଦେହରୁ କିଛି କାମ ହଉଛି। ଆଉ କଷ୍ଟ ହବନି, କିଏ ଦବ? କଷ୍ଟର ମୂଲ୍ୟ କିଏ ଦବ? 13 ବର୍ଷ କାଳ ମୁଁ ଘରୁ ବାହାରକୁ ବାହାରିନି। 13 ବର୍ଷ ପରେ ବାହାରକୁ ବାହାରିଲି, ଅଭାବ ରୋଗଣା ହେବାରୁ ବାହାରକୁ ବାହାରିଲି। ହେଲେ ଆମ ମୁଣ୍ଡ ନଇଁ ଯାଉଥିଲା ତାଙ୍କ ଆଗରେ, ତାଙ୍କ ସଂଘର୍ଷ ଆଗରେ। ଆଜିର ଦୁନିଆରେ ମାର ଏତେ କଷ୍ଟକୁ କିଏ ଅବା ଦେଖିପାରିବ? ନିଜ ପେଟରେ ଓଦାକନା, ଛାତିରେ ଛାତିଏ ଯନ୍ତ୍ରଣା ନେଇ ସଂଘର୍ଷ କରିଚାଲିଛନ୍ତି ତ୍ରିବେଣୀ ମାଉସୀ। ସତରେ ତାଙ୍କ ନାଁ ଯେମିତି ଯଥାର୍ଥ ପ୍ରମାଣିତ ହୋଇଛି। ସ୍ନେହ, ତ୍ୟାଗ ଓ ସଂଘର୍ଷର ତ୍ରିବେଣୀ ସଙ୍ଗମ। ଏଭଳି ଜଣେ ମାଙ୍କୁ ପ୍ରଣାମ କରୁଛି କେ ନ୍ୟୁଜ୍। ଭୁବନେଶ୍ୱର ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।